କାହିଁକି ସିରିଏଲ୍ ପରଦାରେ ନଜର ଆସୁନାହାନ୍ତି ଓଡ଼ିଶାର ସଫଳ ଅଭିନେତ୍ରୀ ନୀଳାକ୍ଷୀ ପାତ୍ର? କ'ଣ ଆଉ କେବେ ନଜର ଆସିବେନି ସିରିଏଲ୍ ପରଦାରେ ଅଭିନେତ୍ରୀ ନୀଳାକ୍ଷୀ? ଏହାର କାରଣ ଜାଣିବାକୁ ଚାହୁଁଥିଲେ ଭିଡ଼ିଓଟିକୁ ପୁରା ନିଶ୍ଚୟ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁ ନାହିଁ, ନହେଲେ କିଛି ବି ବୁଝିପାରିବେ ନାହିଁ। ଗାଇସ୍, ୱେଲକମ୍ ଅର୍ ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ସୀମା ଟିଭି 253। ତ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ, ଭଲରେ ରହିବା ମଧ୍ୟ ଦରକାର। ମୁଁ ବହୁତ ଭଲ ଭାବରେ ଜାଣିଛି ସମସ୍ତ ଅଡ଼ିଏନ୍ସକୁ ସର୍ଟସ୍ ଭିଡ଼ିଓ ଦେଖିବା ବହୁତ ପସନ୍ଦ, ଇଭିନ୍ ମୋତେ ବି। କିନ୍ତୁ ଯେହେତୁ ଏହା ଗୋଟିଏ ବଡ଼ କାରଣ, ସର୍ଟସ୍ ଭିଡ଼ିଓରେ ତ ଜଣେଇ ହେବନି। ଭିଡ଼ିଓଟିକୁ ପୁରା ଦେଖନ୍ତୁ, ନିଶ୍ଚୟ ଭାବରେ ଭଲସେ ବୁଝିପାରିବେ ଏହାର କାରଣ। ତ ନୀଳାକ୍ଷୀ ପାତ୍ର ଓଡ଼ିଶାର ସମସ୍ତ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ତ ଆପଣମାନେ ନିଶ୍ଚୟ ଭାବରେ ଟିଭିରେ ଦେଖିଥିବେ। ସେ ଓଡ଼ିଆ ଆଲବମ୍ ହେଉ କିମ୍ବା କୌଣସି ଫିଲ୍ମ କିମ୍ବା ସିନ୍ଦୁରର ଅଧିକାର ସିରିଏଲ୍। ତ ଯିଏକି 16 ଡିସେମ୍ବର 2020ରେ ସିନ୍ଦୁରର ଅଧିକାର ନାମକ ସିରିଏଲ୍ରେ ଡେବ୍ୟୁ କରିଥିଲେ। ତ ସେହି ସିରିଏଲ୍ଟି ତ ପାଖାପାଖି 2-2.5 ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ଟିଭି ଜଗତରେ ରାଜ କରିଥିଲା। କିନ୍ତୁ ସେହି ସିରିଏଲ୍ର ପାଖାପାଖି 2-3 ମାସ ପରେ ନୀଳାକ୍ଷୀ ସିରିଏଲ୍ଟିକୁ ଛାଡ଼ିଥିଲେ ଏବଂ ତାଙ୍କ ବଦଳରେ ଓଡ଼ିଆ ଅଭିନେତ୍ରୀ ସିମରନ୍ ଶର୍ମିଷ୍ଠା ଦାସ ସେହି ସିରିଏଲ୍ ସିନ୍ଦୁରର ଅଧିକାରକୁ ଯୋଗ ଦେଇଥିଲେ। ଯେହେତୁ ସନଜ ଏବଂ ନୀଳାକ୍ଷୀ ଇତି ଓ ଆରବ ଚରିତ୍ରରେ ସମସ୍ତ ଓଡ଼ିଶାବାସୀଙ୍କ ମନରେ ଗୋଟେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିସାରିଥିଲେ, ତେଣୁ ସମଗ୍ର ଓଡ଼ିଶାବାସୀ ସିମରନ୍ ଶର୍ମିଷ୍ଠା ଦାସକୁ ଇତିଙ୍କ ଚରିତ୍ରରେ ସ୍ୱୀକାର କରିବାକୁ ରାଜି ନଥିଲେ। ଏହାର 5-6 ମାସ ପରେ ସବୁ ଠିକ୍ ହେଇଯାଇଥିଲା। ନୀଳାକ୍ଷୀଙ୍କ ଫ୍ୟାନ୍ମାନେ ସିନ୍ଦୁରର ଅଧିକାର ପ୍ରଡ୍ୟୁସରକୁ ମଧ୍ୟ ବହୁତ ଗାଳି କରିଥିଲେ। କିନ୍ତୁ ଯେତେବେଳେ ଏହା ବିଷୟରେ ନୀଳାକ୍ଷୀ ଜାଣିବାକୁ ପାଇଲେ, ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆସି ସବୁ କ୍ଲିୟର କରିଥିଲେ କି ତାଙ୍କର ଦେହ ଭୀଷଣ ଖରାପ ହେତୁ ସେ ସିରିଏଲ୍ଟିକୁ ଛାଡ଼ିବାକୁ ବାଧ୍ୟ ହେଲେ। ଏହାପରେ ସେ ଗୌରୀ ସିରିଏଲ୍ରେ ଯୋଗ ଦେଇଥିଲେ। ତ ଗୌରୀ ସିରିଏଲ୍ ଦ୍ୱାରା ସେ ଅଧିକ ଲୋକପ୍ରିୟ ହୋଇଥିଲେ ଏବଂ ତରଙ୍ଗ ଟିଭିରେ ବେଷ୍ଟ ଆକ୍ଟ୍ରେସ୍ର ଆୱାର୍ଡ଼ ମଧ୍ୟ ଜିତିଥିଲେ।